ଯୋଗେନ୍ଦ୍ର ମଣ୍ଡଳ କଥା ଆପଣ ଜାଣିଥିବେ। ଯୋଗେନ୍ଦ୍ର ମଣ୍ଡଳ ସେଇ ଭୀମ ଆର୍ମି ଆଉ ମିମ୍ ଆର୍ମିର ଲୋକ ଥିଲେ। ସେ ଯେତେବେଳେ ଭାରତ ବିଭାଜନ ହେଲା ସିଏ ଦଳିତ କାଷ୍ଟର ଥିଲେ। ସିଏ ଏଇ ଭୀମ ଆଉ ମିମ୍ କରିକିରି ସିଏ କହିଲେ ନାଇଁ ମୁଁ ବାଂଲାଦେଶରେ ରହିବି। 5 ବର୍ଷ ରହିଛନ୍ତି ତାପରେ ପୁଣି ପଳେଇ ଆସିଲେ। ତେଣୁ ଯୋଉ ଭୀମ ଆର୍ମି ଆଜି ଯୋଉ କଥା କହୁଛି ଯେତିକି କଥା ହିନ୍ଦୁତ୍ୱକୁ ଗାଳି ଦବା, ସନାତନ ସଂସ୍କୃତିକୁ ଗାଳି ଦବା, ଇଏ ସବୁ କୌଣସି ଆଧାର ନାହିଁ। ଏବଂ ବାବା ସାହେବ ଆମ୍ବେଦକରଙ୍କର ଯୋଉ ହୁ ଆର୍ ଶୂଦ୍ର ବହି ଆପଣ ପଢିବେ, ଅନ୍ୟ ଜାଗାରେ ପଢିବେ, ହଁ ବାବା ସାହେବ ଆମ୍ବେଦକର କିଛି ଜାଗାରେ ହିନ୍ଦୁତ୍ୱକୁ ନେଇକରି କିଛି ଜାଗାରେ ସେ ବିରୋଧ ଥିଲା, ତାକୁ ଅସ୍ୱୀକାର କରିବ ନାହିଁ। କିନ୍ତୁ ବାବା ସାହେବ ଆମ୍ବେଦକର କନଷ୍ଟ୍ରକ୍ଟିଭ ବିରୋଧ, ଜାତି ପ୍ରଥାକୁ ନେଇକି ଯୋଉ ଜିନିଷଟା ତାଙ୍କ ମନରେ ଥିଲା ସେ ହୁଏତ କହିତେ ଆଉ ପାରନ୍ତି। ଜାତି ପ୍ରଥାକୁ ନେଇକି ତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବି ସାମାଜିକ ସମରସତା କରୁଛି। ଆଜିର ଦିନରେ ଭାରତ ବର୍ଷରେ ଯଦି ଜାତି ପ୍ରଥାକୁ ବନ୍ଦ କରିବା ପାଇଁ, ବିଲୋପ କରିବା ପାଇଁ କୋଉ ଗୋଟିଏ ସଂଗଠନ ସକାରାତ୍ମକ ଭାବରେ କାମ କରୁଛି, ସେ ହଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ। କିନ୍ତୁ ଏଇ ଭୀମ ଆଉ ମିମ୍ ଏମାନେ ତ ଦେଶରେ ହିନ୍ଦୁ ଧର୍ମ ଭିତରେ ଜାତିବାଦକୁ ନେଇକି କେମିତି ବିଭାଜନ ହବ ଏବଂ କାଷ୍ଟ ସଂଘର୍ଷ ହବ ସେଇ ଲକ୍ଷ୍ୟରେ ଅଛନ୍ତି। ଏବଂ ଏମାନେ ସାଥୀ କରିଛନ୍ତି କାହାକୁ? ମିମ୍ ଆଉ ମିଶନାରୀ। ତେଣୁ ଇଏ ବହୁତ, ମୁଁ ଭାବୁଛି ଯେ ଲୋକ ସଚେତନ ହେଲେଣି ଆଜିକାଲି ଡିଜିଟାଲ ମିଡିଆରେ ଏବଂ ବିଭିନ୍ନ କଥା ସବୁ ଆଭେଲେବୁଲ ହେଲାଣି। ଇଏ ଯୋଉ ଥିଓରିରେ ଏଇ ଯୋଉ ବିଭ୍ରାନ୍ତି କରୁଛନ୍ତି ବଟ୍ ଲମ୍ବା ଚାଲିଲା ଭଳି ଦେଖାଯାଉ ନାହିଁ।